ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା। ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା। ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ ଆମ୍ଭେ ତାହାକୁ ଉତ୍ତର ଦେବା। ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା। ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା। ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏଠାରେ ଆମେ ଗୀତ ରଚକ ତାଙ୍କ ଗୀତ 91 91ରେ 14, 15, 16 ଏହି ତିନି ପଦରେ ଏହି ସମସ୍ତ ବିଷୟ ଉଲ୍ଲେଖ ଥିବା ଆମେ ଜ୍ଞାତ ହଉ। ଆମେ ଏହି ତିନି ପଦରେ ଦେଖୁ ଯେ ସେ ବୋଲି ଯାହାକୁ କୁହାଯାଏ ସେମାନଙ୍କୁ ଯେ ଆମେ ପ୍ରଥମରୁ ଯଦି ଦେଖିବା ସେହି ଗୀତ ସଂହିତା, ଯେଉଁ ଜନ ସର୍ବପରିସ୍ଥିତିଙ୍କ ଆବୃତ ସ୍ଥାନରେ ବାସ କରେ ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ। ଯେଉଁ ଲୋକ ସର୍ବପରିସ୍ଥିତିଙ୍କ ଆବୃତ ସ୍ଥାନରେ ବାସ କରୁଛି ସେଇ ଜନ ବା ସେଇ ଲୋକଙ୍କୁ ଏଠାରେ ସଂକେତରେ ସେ ବୋଲି କୁହାଯାଇଥିବା ବିଷୟ ଆମେ ଦେଖୁ। ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଅର୍ଥାତ୍ ଯେଉଁମାନେ ପ୍ରଭୁଙ୍କର ଆବୃତ ସ୍ଥାନରେ ବାସ କରନ୍ତି, ପ୍ରଭୁଙ୍କୁ ନିଜର ଏକମାତ୍ର ପ୍ରଭୁ, ନିଜର ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା ଆଉ ତାହାଙ୍କର ଉପରେ ସବୁବେଳେ ଭରସା ରଖିଥାନ୍ତି, ତାହାଙ୍କ ବାକ୍ୟ ଉପରେ, ତାହାଙ୍କର ବାକ୍ୟର ଆଜ୍ଞାକାରୀ ଆଉ ତାହାଙ୍କ ସହିତ ଅନୁଗମନକାରୀ ହୋଇ ଏହି ଜଗତରେ ତାହାଙ୍କୁ ଗୌରବ ଦିଅନ୍ତି ଆଉ ତାହାଙ୍କୁ ଯେଉଁମାନେ ପ୍ରେମ କରନ୍ତି ସେମାନଙ୍କ ବିଷୟ ଲେଖାଯାଏ ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି। ଏହି କାରଣରୁ ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା। ଉଦ୍ଧାରର ଅର୍ଥ ଏଠାରେ ପାପରୁ ଉଦ୍ଧାର ବିଷୟ ଆମେ ଚିନ୍ତା କରିବା ନା। ଉଦ୍ଧାର କହିଲେ ପ୍ରତ୍ୟେକ ପରିସ୍ଥିତି ଅବସ୍ଥା, ପ୍ରତ୍ୟେକ ଆମମାନଙ୍କର ଜୀବନରେ ରହୁଥିବା ସଙ୍କଟର ଅବସ୍ଥା ପରିସ୍ଥିତିକୁ ଉଦ୍ଧାର କରିବା ପରମେଶ୍ୱର ବୋଲି ଆମେ ଏଠାରେ ଗୀତ ରଚକଙ୍କ ଦ୍ୱାରା ଦେଖୁ। କିନ୍ତୁ ଯେତେବେଳେ ଜଣେ ପାପୀ ମନୁଷ୍ୟର ଉଦ୍ଧାର ବିଷୟ ଚିନ୍ତା କରିବା ତାହେଲେ ଏକମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏକି ପାପ କ୍ଷମା କରନ୍ତି, ପାପରୁ ଉଦ୍ଧାର କରନ୍ତି ଆଉ ସେ ନର୍କରୁ ମଧ୍ୟ ଉଦ୍ଧାର କରିଥାନ୍ତି। କାରଣ ସେ ଆପଣ ଜୀବନ ଦେଇଛନ୍ତି, ତାଙ୍କର ରକ୍ତ ଢାଳିଛନ୍ତି, ସେ ମରିକି ତୃତୀୟ ଦିନ ଜି ଉଠିଛନ୍ତି। ଏକମାତ୍ର ଉଦ୍ଧାର କରିବା ପରମେଶ୍ୱର, ପାପ କ୍ଷମାକାରୀ ପରମେଶ୍ୱର, ପରିତ୍ରାଣ ପ୍ରଦାନକାରୀ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ନିଜର ଜୀବନ ଦେଇ ଆପଣା ପ୍ରେମକୁ ପ୍ରକାଶ କଲେ। ତେଣୁକରି ଆମେ ଯଦି ତାହାଙ୍କୁ ବି ପ୍ରେମ କରୁଛୁ, ତାହାଙ୍କର ଏହି ସତ୍ୟ ରୂପ ବାକ୍ୟକୁ ଆମେ ପାଳନ କରିବାର ଅଛି, ବିଶ୍ୱାସ କରିବାର ଅଛି। ତେବେ ଯାଇ ଆମେ ପ୍ରମାଣିତ କରିବା ଯେ ଆମେ ପ୍ରଭୁଙ୍କୁ ସ୍ନେହ କରୁଛୁ ବା ପ୍ରେମ କରୁଛୁ ବୋଲି। ତେଣୁକରି ପ୍ରଭୁ ଜାଣିବେ ଆଉ ସେଇ ଲୋକକୁ ସେ କହିବେ ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା। ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା। ଦେଖନ୍ତୁ, ତାହାଙ୍କୁ ପ୍ରେମ କରିବା, ତାଙ୍କର ନାମ ଜାଣିବା ଲୋକମାନଙ୍କୁ ପ୍ରଭୁ କି ପ୍ରକାର ତାଙ୍କର ଆଶୀର୍ବାଦ ପ୍ରଦାନ କରନ୍ତି, ଉଚ୍ଚରେ ରଖନ୍ତି, ତାହାର ପ୍ରତ୍ୟେକ ବିଷୟରେ ସେ ଉଦ୍ଧାର କରନ୍ତି। ତାପରେ ସେମିତି ଲୋକ ଯଦି ପ୍ରାର୍ଥନା କରେ ତାଙ୍କ ନିକଟରେ 15 ପଦରେ ଲେଖାଯାଏ ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ ଆମ୍ଭେ ତାହାକୁ ଉତ୍ତର ଦେବା। ପ୍ରାର୍ଥନାର ଉତ୍ତର ପ୍ରାପ୍ତି ହେବା, ପ୍ରାର୍ଥନାର ଉତ୍ତର ପ୍ରାପ୍ତ ହେବା ସେଇ ଲୋକ, ଯେଉଁ ଲୋକ ପ୍ରଭୁଙ୍କୁ ସ୍ନେହ କରେ, ଯେଉଁ ଲୋକ ପ୍ରଭୁଙ୍କର ନାମ ଜାଣେ ଆଉ ଯେଉଁ ଲୋକ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରେ ସେମାନଙ୍କ ପ୍ରତି ଆମେ ସେ ଆଶୀର୍ବାଦ ଦେଖୁ। ସେ ଉଦ୍ଧାର ପ୍ରାପ୍ତ ହେବ, ସେ ଉଚ୍ଚରେ ରହିବ ଆଉ ତାହାର ପ୍ରାର୍ଥନା ଶୁଣାଯିବ। କେବଳ ସେତିକି ନୁହେଁ, ଲେଖାଯାଏ ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା। ଦୁଃଖ ସମୟରେ, ବିଭିନ୍ନ ମାଧ୍ୟମ ଦେଇ ଦୁଃଖିତ ହେବା ସମୟରେ, କଷ୍ଟ ଅନୁଭବ କଲା ସମୟରେ ପ୍ରଭୁଙ୍କର ସହବର୍ତ୍ତୀ ଆମେ ଅନୁଭବ କରିବା। ପ୍ରଭୁ ତାକୁ କେବେ ବି ଛାଡ଼ିବେ ନାହିଁ। ଆହୁରି ଲେଖାଯାଏ ଆମ୍ଭେ ତାହାକୁ ରକ୍ଷା କରିବା, ତାହାକୁ ସମ୍ଭ୍ରମ କରିବା।
ଆମେ ତାକୁ ଉଚ୍ଚରେ ରଖିବା ବୋଲି ତ ଆମେ 14 ପଦରେ ଦେଖିଲୁ, କିନ୍ତୁ ଏଠାରେ କହୁଛନ୍ତି ଆମ୍ଭେ ତାହାକୁ ସମ୍ଭ୍ରମ କରିବା, ତାହାକୁ ରକ୍ଷା କରିବା। ଆଉ ତାହାକୁ ଆଉ କ'ଣ କରିବି? 16 ପଦରେ ଲେଖା, ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା। ଦୀର୍ଘାୟୁ ଦେଇ ଅନେକ ଦିନ ପର୍ଯ୍ୟନ୍ତ ସେ ଜୀବନ ଯାପନ କରିବ, ଅନେକ ଦିନ ପର୍ଯ୍ୟନ୍ତ ସେ ବଞ୍ଚିବ। ଦୀର୍ଘାୟୁ ଦେବି, ସେ ବଞ୍ଚିବା ସମୟରେ ପରିତୃପ୍ତତା ଅନୁଭବ କରିବ। ଆଉ ସଦାପ୍ରଭୁଙ୍କର ସେଇ ଉଦ୍ଧାରର ପଥ, ପରିତ୍ରାଣ ପ୍ରତିକ୍ଷଣ, ପ୍ରତି ମୁହୂର୍ତ୍ତରେ, ପ୍ରତି ଅବସ୍ଥାରେ ପ୍ରଭୁ ତାଙ୍କୁ ଦେଖାଇବେ। ଓ ଆମମାନଙ୍କର ପ୍ରଭୁ ଏହି ପ୍ରକାର ପ୍ରଭୁ, ଏହି ପ୍ରଭୁଙ୍କୁ ଆମେ ବିଶ୍ୱାସ କରୁଛୁ ପ୍ରିୟମାନେ। ତେଣୁକରି ଏହି ବାକ୍ୟର ସତ୍ୟତାରେ, ଭରସାରେ ବିଶ୍ୱାସ କରି ଆମେ ଆଗକୁ ବଢ଼ିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଧନ୍ୟବାଦ।